শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত পঞ্চম স্কন্ধ ষড়বিংশ অধ্যায়। ষড়বিংশে নরক বিধান, যে পাপে যেউ দণ্ডমান। রাজা পরীক্ষিত উবাচ, ବିଚିତ୍ର ଗତି ଲୋକଙ୍କର, ତୁମ୍ଭେ କହିଲ ମୁନିବର। একথা সংশয় ମୋ ମନେ, ଏବେ କହିବା ବିଦ୍ୟମାନେ। ଶ୍ରୀଶୁକ ଉବାଚ, ତ୍ରିଗୁଣ ବିଚିତ୍ର ହୁଅଇ ରାଜନ ଶୁଣ ମନ ଦେଇ। କର୍ତ୍ତାର ମତେ ଫଳ ପାଇ, ଶ୍ରଦ୍ଧା ଅଶ୍ରଦ୍ଧା ବେନି ହୋଇ। ସକଳ ଗତି ସଭିଙ୍କର, ତାରତମ୍ୟରେ ହୋଏ ସ୍ଥିର। ଏ ଅନନ୍ତରେ ଏବେ ଶୁଣ, ନିଷିଦ୍ଧ ଧର୍ମ ଲକ୍ଷଣ। ଧର୍ମ ଧର୍ମ ବେନିମତ, ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ। ସମାନ କର୍ମ ଫଳମାନ, କାହାରି ନୁହଁ ରାଜନ। ଯେବେ ଅବିଦ୍ୟା କାମ୍ୟ କର୍ମ, ଏହା ଲକ୍ଷଣ ପରିଣାମ। ଗତି ଯେ ସତ ସତ ମତ, ପ୍ରଭୁତ ହୋଏ ପରୀକ୍ଷିତ। ଏହାର ଗତି ଅଗୋଚର, ବିସ୍ତାରି ବର୍ଣ୍ଣିବୁ ଅପର। ରାଜା ପରୀକ୍ଷିତ ଉବାଚ, ଭୋ ମୁନି ତ୍ରିଲୋକ ବାହାରେ। ନରକ କିବା ଅନ୍ତରାଳେ, କିବା ତ୍ରିଭୁବନ ମଧ୍ୟରେ। କହିବା ସାବଧାନେ ମୋରେ। ଶ୍ରୀଶୁକ ଉବାଚ, ତ୍ରିଜଗତର ଅନ୍ତରାଳ, ଦକ୍ଷିଣ ଦିଗେ ମହିପାଳ। ଭୂମିର ତଳେ ଜଳ ପରେ, ଅଗ୍ନିସ୍ୱାତ ସଭା ତହିଁରେ। ସକଳ ପିତୃଗଣ ଯେତେ, ସ୍ୱଗୋତ୍ର କଲ୍ୟାଣ ନିମନ୍ତେ। ଯହି ବସନ୍ତି ହେ ରାଜନ, ତହିଁ ଅନ୍ତକ ଭଗବାନ। ଅନ୍ତେ ଜୀବକୁ ସେ ନିଅନ୍ତି, ଯମ ପୁରୁଷେ ଦଣ୍ଡ ଦିଅନ୍ତି। ଦୋଷ ଯେ କର୍ମ ଅନୁସରି, ଯେ ପ୍ରାଣୀ ଯାହା ଥାଇ କରି। ଭଗବତ ଆଜ୍ଞା ଲଙ୍ଘିଣ, ବିପଥେ ଯେ କରେ ଗମନ। ତାହାଙ୍କୁ ନେଇ ଦଣ୍ଡଧର, ଦଣ୍ଡ ଯେ ଦିଅନ୍ତି ଅପାର। ଏକବିଂଶତି ଉପରକାରେ, ନରକେ ଅଛନ୍ତି ଯହିଁରେ। ଏହା ରୂପ ନାମ ଲକ୍ଷ୍ମଣ, କହିବା ଶୁଣ ହେ ରାଜନ। ଅନ୍ଧକୂପ ଯେ 80 ପତ୍ର, ଶୁକର ମୁଖ କାଳ ସୂତ୍ର। ରୌରବ ମହା ଯେ ନରକ, ଅନ୍ଧ ତାମିଶ୍ର କୁମ୍ଭୀପାକ। ତାମିଶ୍ର ଯେ କୃମି ଭୋଜନ, ସନ୍ଦିଶ ତପ୍ତ ସୁର୍ମି ନାମ। ବଜ୍ରକଣ୍ଟକ ଶାଳମଳ, ବୈତରଣୀ ମହିପାଳ। ପ୍ରାଣରୋଧ ଯେ ବିଶୋଷଣ, ପୁୟୋଦ ସାର ମେୟାଦନ। ଲାଳାଭକ୍ଷ ଯେ ଅୟପାନ, ଅବିଚି ଅପରେ ରାଜନ। ଶୂଳପ୍ରୋତ ଖାର କର୍ଦମ, ଯେ ବାରକ୍ଷ ଗଣ ଭୋଜନ। ଅବଟନି ନିରୋଧ ଆର, ଦ୍ୱନ୍ଦ୍ୱ ସୁକ ନାମେ ଅପର। ସୂଚିମୁଖ ପର୍ଯ୍ୟାବର୍ତ୍ତନ, ଅଷ୍ଟାବିଂଶତି ଏହୁ ନାମ। ଏ ଯେ ନରକ ମହିପାଳ, ବିବିଧ ଯାତନାର ସ୍ଥଳ।
পর স্ত্রী অপত্য ধন, যে প্রাণী করই হরণ, সে কাল পাশে বন্দী হই, যমর পুরে দুঃখ পাই, তা মিশ্র নরকে পড়ই, নানা যাতনা সে ভুঞ্জই, ক্ষুধা পিপাসারে পীড়িত, হই সে দণ্ডরে তাড়িত, নানা তর্জনা যে প্রহার, যেতে যাতনা ভয়ঙ্কর, পরম কষ্ট পাই তহি, ক্ষণ ক্ষণকে মোহ যাই, অন্ধতা মিশ্রে প্রকারে, যাতনা প্রাণী ভোগ করে, কপটে পর দ্বারা হরি, তেবে তামি শুনৌ বুরি, তেবে পড়ই সে যে তহি, যাতনা সিন্ধুরে বুড়ই, নষ্ট হুই মতি তার, দৃষ্টি নাশই রূপবর, মুহি মোহর ভাব বহি, প্রাণী দ্ରୋହକୁ যে চিন্তই, কুটুম্ব পাই হিংসা বহি, সে প্রাণী গৌরবে পড়ই, যে জীব হিংসନ୍ତି ସଂସାରେ, ତାହାଙ୍କୁ ପର ଯେ ଲୋକରେ, ଗୌରବ ମୂର୍ତ୍ତି ଜୀବ ହୋଇ, ସେଠାରେ ତାହାଙ୍କୁ ହିଂସଇ, ମହାଗୌରବ ଏହି ମତ, ଯହିଁ କ୍ରୂର ଜୀବ ବିଦିତ, ତହିଁରେ ଯେ ପାପି ପଡ଼ଇ, ରୌରବ କ୍ରବ୍ୟାଦତା ଖାଇ, যে নর পশু পক্ষী মান, প্রাণ থাই করে রন্ধন, রাক্ষসু বলি ସେହି ହୋଇ, কুম্ভী পাখরে সে পড়ই, তপত তৈলে তাহার, রন্ধন হুই শরীর, কালসূত্র নরক নাম, বিস্তার অয়ুত যোজন, তাম্রময় যে ভূমি তার, উপরে থাই যে ভাস্কর, অধোভাগরে অগ্নি থাই, এমন্ত নর কটই, যে নর ব্রহ্ম হত্যা করে, সে তহি পড়ই নির্ভরে, তপত সুবর্ণ ফুটই, তহি সে দগ্ধ হুই, ক্ষণকে উঠই লোটই, বসই ব্যাকুলে ধামই, ক্ষুধা তৃষ্ণারে পীড়্যমান, ক্ষণকে হুয়ে অচেতন, পশুর দেহের মজেতে, বরষ সহস্র যাবতে, অত্যন্ত যাতনা ভুঞ্জই, সে প্রাণী তহি পড়িথাই, যে নিজ ধর্ম কর্ম ছাড়ি, বেদ আজ্ঞাକୁ নিন্দে হুড়ি, পাষণ্ড বলি তাକୁ কহি, অসি পত্ରରେ সে পড়ই, লৌহ মুদ্গর তা উপরে, প্রহার করନ୍ତି নির্ভরে, অদোষে দণ্ডନ୍ତି যে নরে, পাপ ভুঞ্জନ୍ତି তম ঘোরে, অত্যন্ত পাপ রাশি বহি, শুকর মুখে সে পড়ই, তহিঁরে পুরাই নির্ভরে, নানা উধর প্রহারে, ইক্ষু দণ্ডর প্রায় করি, তাকু পেশନ୍ତି দণ্ডধারী, অত্যন্ত কষ্টକୁ সে পাই, ক্ষণ ক্ষণকে মোহ যাই, এ যে সংসারে নর দেহি, ক্ষুদ্র প্রাণীଙ୍କୁ পীড়া দেই, হিংসই জ্ঞানহীন মতে, সন্তাপ লভইতে মন্তে, সে প্রাণী পরলোকে যাই, অন্ধকূ পরে পড়িথাই, যে গ্রাস ন বান্টি ভুঞ্জই, বয়স তুল্য তাকু কহি, নরক যে কৃমি ভোজন, নরক মানকে অধম, শত সহস্র যে যোজন,
ସେ କୃମି କୁଣ୍ଡ ପରିମାଣ ତହିଁ ପଡ଼ଇ ସେହୁ ନର ଉଗ୍ର ଯାତନାର ଯେ ଘର କୃମିକୁ ଭକ୍ଷଇ ସେ ଜନ ତାକୁ ଭକ୍ଷନ୍ତି କୃମିମାନ ଯାବତ କର୍ମ କ୍ଷୟ ନୋହେ ତାବତ ତହିଁ ସେହୁ ରହେ ବିପ୍ରର ଦ୍ରବ୍ୟ ଯେ ହରଇ ସନ୍ଦେଶ ପୀଡ଼ା ସେ ଲଭଇ ଅଗମ୍ୟା ସ୍ତ୍ରୀ ଯେ ରମଇ ସପ୍ତ ସୁର୍ମୀରେ ସେ ପଡ଼ଇ ନାରୀ ବା ଅଗମ୍ୟ ପୁରୁଷେ ଚିତ ପଳାଇ ଅତି ଆସେ ତପତ ଲୌହ ମୂର୍ତ୍ତିମାନ ତାକୁ କରାନ୍ତି ଆଲିଙ୍ଗନ ପୁରୁଷ ରୂପ ସ୍ତ୍ରୀ ଠାରେ ସ୍ତ୍ରୀର ପୁରୁଷ ବ୍ୟବହାରେ ଅଗମ ପଶ୍ୱାଦି ଗମନ କରଇ ପାସନ୍ଦ ଜେଞ୍ଜନ ବଜ୍ରକଣ୍ଟକ ଶାଳ୍ମଳୀରେ ଆରୋହ କରାନ୍ତି ତାହାରେ ଯେ ରାଜ ପୁରୁଷ ପର କରନ୍ତି ଧର୍ମ ସେତୁ ଦୂର ଧର୍ମ ଆଚରେ ଯେହୁ ନର ତାକୁ ହିଂସନ୍ତି ଯେ ପାମର ସେ ଅନ୍ତେ ବୈତରଣୀରେ ପାପିଷ୍ଟେ ପଡ଼ନ୍ତି ନିର୍ଭରେ ନିରୟ ପରୀକ୍ଷା ଯାହାର ଏମନ୍ତ ଯେଉଁ ନଦୀବର ତହିଁରେ ଜଳ ଜନ୍ତୁମାନ ପାପୀଙ୍କୁ କରନ୍ତି ଭକ୍ଷଣ ମୂତ୍ର ପୁରିଷ ଯେ ଶୁଣିତ ନଖ ମେଦ ଅସ୍ଥି ବହୁତ ତହିଁ ପଙ୍କାନ୍ତି ତାକୁ ନେଇ ବାସନା କର୍ମ ସୁମରଇ ବୃଷଳି ଗମନ ଯେ କରେ ଶୌଚ ଆଚାର ପରିହରେ ନିର୍ଲଜ ଭାବକୁ ବହଇ ନିତ୍ୟ ନିୟମକୁ ଛାଡ଼ଇ ଅନ୍ତେ ସେ ପୁୟୋ ଦେ ପଡ଼ଇ ଶ୍ଲେଷା ଯେ ମଳ ମୂତ୍ର ଚାହିଁ ଅତି ବିଭତ୍ସ ଯେ ଭୋଜନ ତାହାକୁ ଭୁଞ୍ଜଇ ସେ ଜନ ମୃଗୟା ବିହାରେ ଯେ ନର ପ୍ରଭୁତ ହୋଇ ବାରମ୍ବାର ମୃଗାଦି ବାଳ ପଶୁମାନ ବହୁତ ମାରନ୍ତି ରାଜନ ବିବିଧ ବାଣେ ଯମଦୂତ ତାକୁ ପ୍ରହାରନ୍ତି ବହୁତ କପଟ ଯଜ୍ଞେ ଯେହୁ ନରେ ଦମ୍ଭ ଆଚରି ପଶୁ ମାରେ ସେ ଲୋକେ ବିଶୋଷଣ ନାମେ ନରକେ ପଡ଼ନ୍ତି ସମାନେ ପତ୍ନୀ କିରେ ତକୁ ପିଆଇ ଯେ ବିପ୍ର କାମ ବଶ ହୋଇ ଅମୂତ୍ର ଯେ ରେତ କୁଲ୍ୟାରେ ରେତକୁ ପିଆନ୍ତି ତାହାରେ ଯେ ନର ଗୃହେ ଅଗ୍ନି ଦେଇ କପଟେ ଗରଳ ଭୁଞ୍ଜାଇ ସେ ପରଲୋକ ଯେବେ ଯାଇ ବିବିଧ ଯାତନା ଭୁଞ୍ଜାଇ ଉଗ୍ର ଦଶନ ଶ୍ୱାନ ସତ ତାକୁ ଭୁଞ୍ଜନ୍ତି ଅବିରତ ସନ୍ଧ୍ୟାରେ ମିଥ୍ୟା ଯେ କହଇ ଅବିଚିନର କେ ପଡ଼ଇ ଅଧକୁ ହୁଅଇ ତା ଶିର ନରକ ଭୁଞ୍ଜଇ ପାମର ଯାହାର ଶ୍ରେଷ୍ଠ ଯେଉଁ ଜନ ଯେ ତାଙ୍କୁ ନ କରେ ବନ୍ଦନ ଖାର କର୍ଦ୍ଦମେ ସେ ପଡ଼ଇ ବହୁତ ଯାତନା ଭୁଞ୍ଜଇ ଯେ ପ୍ରାଣୀ ନର ମେଧ କରେ ଦେବତା ସନ୍ତୋଷ ପ୍ରକାରେ ସ୍ତ୍ରୀ ବାଳକ ପଶୁ ମାରେ ଡାକିନି ଆଦି ରୂପ ଧରେ ସେହି ବାଳକ ପଶୁମାନେ ପ୍ରବେଶୀ ଯମର ସଦନେ ରାକ୍ଷସ ରୂପକୁ ଆଚରି ଶୁଣିତ ପିବନ୍ତି ତାହାରି ସେ ସ୍ତ୍ରୀ ପୁରୁଷର କତ ଖାଇ ହୁଅନ୍ତି ମଦେ ମତ ନାଚନ୍ତି ଗାୟନ୍ତି ହରସେ ଯେମନ୍ତ ରାକ୍ଷସ ପୁରୁଷେ ବିବିଧ ରଜୁର ପ୍ରକାରେ
ଯେ ନର ଗ୍ରାମ୍ୟ ଅରଣ୍ୟରେ ବିଶ୍ୱାସୀ ପଶୁଙ୍କୁ ମାରଇ ସେ ନର ନରକେ ପଡ଼ଇ ପାଶେ ବନ୍ଧନ ହୋଇ ସେହି ক্ষুধা তৃষ্ণারে পীড়া পাই কঙ্ক বকাদি জমগণ তুଣ୍ଡରେ କରନ୍ତି ଭକ୍ଷଣ ବିବିଧ କ୍ଲେଶ କୁଲ ଭଇ ଆପଣା କର୍ମ ସୁମରଇ ଉଗ୍ର ସ୍ୱଭାବ ଯେଉଁ ନରେ ପ୍ରାଣୀଙ୍କୁ ଉଦବେଗ କରେ ଦ୍ୱନ୍ଦ୍ୱ ସୁଖ ଘୋର ନରକେ ପଡ଼ନ୍ତି ଯାଇ ପରଲୋକେ ପଞ୍ଚ ବା ସପ୍ତ ମୁଖ ଯାର ଏମନ୍ତ ଦ୍ୱନ୍ଦ୍ୱ ସୁଖ ବର ଅନେକ ଅଛନ୍ତି ତହିଁରେ ଭକ୍ଷନ୍ତି ସେ ପାପୀ ଶରୀରେ ଯେ ଗର୍ତ୍ତ ଆଦି କଷ୍ଟ ସ୍ଥଳେ ପ୍ରାଣୀ କି ଥୋଇ ଅବହେଳେ ଦ୍ୱାର ରୁନ୍ଧଇ ମୁଦ ଦେଇ ସେ ନର ନରକେ ପଡ଼ଇ କର୍ତ୍ତେ ପାମର ପୁଥୁଅନ୍ତି ସଧୁମ ଅଗ୍ନି ଦ୍ୱାରେ ଦିଅନ୍ତି ପୂର୍ବେ ଯେ ଆସି ଯାଇ ନାହିଁ ଅତିଥି ଭାବରେ ଆସଇ ଗୃହେ ନ ରଖି ତାକୁ ଯେବେ ଅବଲୋକଇ କ୍ରୋଧ ଭାବେ କୁଶ୍ଚିତ ବାକ୍ୟ ତାରେ କହି ଅନ୍ତେ ସେ ନରକେ ପଡ଼ଇ ବକ୍ରତୁଣ୍ଡ ଯେ ବୃଦ୍ଧ କଙ୍କ କାକ ସହିତେ ଯେ ବାବକ ଦୀର୍ଘ ଚଞ୍ଚୁରେ ଚିରିତାର ଚକ୍ଷୁ ଖୋଳନ୍ତି ନୃପବର ଯେ ଅହଙ୍କାରେ କ୍ରୋଧ ହୋଇ ପ୍ରାଣୀ କି କଟାକ୍ଷେ ଚାହଁ କୁଟିଳ ହୃଦୟ ଭାବରେ ଜୀବର ମନ୍ଦ କୁଆଚରେ ଅନ୍ତେ ସେ ଯାଇ ପରଲୋକେ ପଡ଼େ ନରକ ସୂଚି ମୁଖେ ତହିଁରେ ପାପୀର ଶରୀର ପୀଡ଼ନ୍ତି ଯମର କିଙ୍କର ଏମନ୍ତ ପ୍ରକାରେ ରାଜନ ଶତ ଶତ ନରକ ମାନ ଅଛଇ ଯମର ସଦନ ତହିଁ ପାପୀଙ୍କ ନିଜ ସ୍ଥାନ ଯେ ଯେତେ ଧର୍ମ ଆଚରଇ ସେ ରୂପେ ଫଳ ସେ ଭୁଞ୍ଜଇ ନିବୃତ୍ତି ମାର୍ଗର ଲକ୍ଷଣ ଆଗେ ତ କହିଛୁ ରାଜନ ଏ ଚତୁର୍ଦଶ ଭାଗ ହୋଇ ବ୍ରହ୍ମାଣ୍ଡ କୋଷ ଏ ବୋଲାଇ ପୁରାଣ ଅନୁମାନ କରି ତୁମ୍ଭରେ କହିଲୁ ବିସ୍ତାରି ଯେ ଭାଗବତ ନାରାୟଣ ମହାପୁରୁଷ ଭଗବାନ ଗରିଷ୍ଠ ରୂପ ତାହାଙ୍କର ମାୟା ଗୁଣରେ ନୃପବର ଯେତେକ ବର୍ଲିଲଇ ମୁହିଁ ସକଳ ରୂପ ସେ ଅଟଇ ଯେ ନର ଶ୍ରଦ୍ଧାବନ୍ତ ହୋଇ ପଡ଼ଇ ଶୁଣଇ ଶୁଣାଇ ସେ ସାଧୁ ଭକ୍ତ ଶୁଦ୍ଧ ନର ପରମ ଆତ୍ମା ଯେ ଈଶ୍ୱର ଅଚିନ୍ତ୍ୟ ରୂପଟି ଯାହାର ପରମ ସୂକ୍ଷ୍ମରୁ ଯେ ପର ଅତି ସୂକ୍ଷ୍ମରୁ ସୂକ୍ଷ୍ମତର ଦେବାଙ୍କୁ ଯାହା ଅଗୋଚର ସୁଗତି ଲଭଇ ସେ ଜନ ପରମ ଶ୍ରେଷ୍ଠତା ଜୀବନ ଦ୍ୱୀପ ବରସ ନଦୀ ଗିରି ସର୍ବ ସମୁଦ୍ର ଦଣ୍ଡଧାରୀ ପାତାଳ ଦିଗ ଯେ ନରକ ଭାଗ ଲକ୍ଷଣ ଯେତେ ଲୋକ ଈଶ୍ୱର ସ୍ଥୂଳ ଯେ ଶରୀର ଆଶ୍ରୟ ସକଳ ଜୀବର ଏ ସର୍ବ ବିଭାଗ ପ୍ରକାରେ ରୂପ କହିଲୁ ତୁମ୍ଭରେ କହଇ ଜଗନ୍ନାଥ ଦାସ ପଞ୍ଚମ ସ୍କନ୍ଧେ ସୁଧାରସ ସାଦରେ ପ୍ରିୟ ସାଧୁ ପ୍ରାଣୀ ତରିବ ଭବ ତରଙ୍ଗିଣୀ ଏ ଯେ ସଂସାର ସିନ୍ଧୁ ଘୋର ଦୁଷ୍ଟ ଜନରେ ଭୟଙ୍କର ପାଦ ପଲ୍ଲବ ଯୁଗ ଧରି
ସୁଖେ ତରିବ ଭବବାରି ତା ବିନୁ ଅନ୍ୟ ଗତି ନାହିଁ ସୁଜନେ ଚିନ୍ତ ଭାବ ଗ୍ରାହୀ